ଇଟିଏଫ୍ କଣ ଯେମିତି ଆପଣ ମାନେ ଯେମିତି କୌଣସି ଷ୍ଟକ୍ ଆପଣ କଣ ଡିମେଟ୍ ଆକାଉଣ୍ଟ ଖୋଲିକି ସେଠି ଷ୍ଟକ୍ ବାଏ ଆଣ୍ଡ ସେଲ୍ ଯେମିତି କରିପାରୁଛନ୍ତି। ଆଉ ସେକେଣ୍ଡରେ କଣ ଆପଣ ମ୍ୟୁଚୁଆଲ ଫଣ୍ଡରେ ଯେମିତି ଆପଣଙ୍କ ପଇସା ଲଗେଇଲା ପରେ ମ୍ୟୁଚୁଆଲ ଫଣ୍ଡ ଆପଣଙ୍କ ପଇସା କୌଣସି ସେକ୍ଟର କୌଣସି ଇଣ୍ଡେକ୍ସ ଫଣ୍ଡରେ ଆପଣଙ୍କ ପଇସା ଲଗାଉଛି, ସେମିତି ଇଟିଏଫ୍ ହଉଛି ଏକ୍ସଚେଞ୍ଜ ଟ୍ରେଡ ଫଣ୍ଡ, ମାନେ ଷ୍ଟକ୍ ଆଉ ମ୍ୟୁଚୁଆଲ ଫଣ୍ଡର ମିକ୍ସଚର। ମାନେ ଆପଣ ଏଟା ବାଏ ଆଣ୍ଡ ସେଲ୍ ବି କହିପାରିବେ। ଆପଣଙ୍କ ପଇସା କୌଣସି ସେକ୍ଟର ୱାଇଜରେ ଆପଣଙ୍କ ପଇସା ବି ଲାଗିପାରିବ, ଯେମିତି ଆପଣଙ୍କ ପଇସା କୌଣସି ଇଣ୍ଡେକ୍ସ ଫଣ୍ଡରେ ବି ଲାଗିପାରିବ। ଯଦି ଆମେ ଚାର୍ଜେସ୍ ଯଦି ଦେଖିବା, ତେବେ ଇଟିଏଫ୍ ଷ୍ଟକ୍ ଠାରୁ ଟିକେ ଅଧିକା ଚାର୍ଜେସ୍ ଟିକେ ଲାଗିବ, କାରଣ ସେଥିରେ ଏକ୍ସପେନ୍ସ ରେସିଓ ଥାଏ ଆଉ ଷ୍ଟାମ୍ପ ଡ୍ୟୁଟି ଭଳି ଚାର୍ଜେସ୍ ସବୁ ଲାଗିଥାଏ। ଥାର୍ଡ ହଉଛି ଡିମେରିଟ୍ କଣ, ଯଦି ଇଟିଏଫ୍ ରେ ଆପଣ ଯଦି ବାଏ ଯଦି କରୁଛନ୍ତି, ସେଟା ଯଦି ସେଲ୍ କରିବେ, ସେଲ୍ କରିବା ପାଇଁ ଜଣେ ପର୍ସନ ଥିବା ଦରକାର, ମାନେ ଲିକ୍ୱିଡିଟି ଥିବା ଦରକାର। ଆପଣ ବାଏ କରୁଛନ୍ତି ମାନେ ସେଲ୍ କରିବା ପାଇଁ ଆଉ ଜଣେ କିଣିବା ଲୋକ ଥିବା ଦରକାର, ଦେନ୍ ଆପଣ ସେଲ୍ କରିପାରିବେ।